ପିଲାମାନେ ତୁମ ସମସ୍ତଙ୍କୁ ମୁଁ ଆଜିର ଏହି ଓଡ଼ିଆ ଶ୍ରେଣୀକୁ ସ୍ୱାଗତ କରୁଛି। ଆଜି ଆମେ ଓଡ଼ିଶାର ଜଣେ ବିଶିଷ୍ଟ ପ୍ରାବନ୍ଧିକ ଐତିହାସିକ ତଥା ପ୍ରତ୍ନତତ୍ତ୍ୱବିତ୍ ପ୍ରଫେସର କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କର ପ୍ରବନ୍ଧ ମାନସ ପୁସ୍ତକରୁ ଗୃହୀତ ପୁଷ୍ପପୁରରେ ବର୍ଷାବରଣ ଏ ପ୍ରବନ୍ଧଟିକୁ ପାଠ କରିବା। ପ୍ରଥମେ ମୁଁ ପ୍ରବନ୍ଧଟିକୁ ପାଠ କରିବା ପୂର୍ବରୁ ତୁମ ସମସ୍ତଙ୍କୁ ଏହି ପୁଷ୍ପପୁର କ'ଣ ସେ ବାବଦରେ ସୂଚନା ପ୍ରଦାନ କରିବି। ତୁମେମାନେ ଜାଣିଥିବ ବିହାରର ପୂର୍ବ ନାମ ହେଉଛି ମଗଧ। ସେଠାରେ ପୁଷ୍ପମିତ୍ର ବୋଲି ଜଣେ ରାଜା ରାଜୁତି କରୁଥିଲେ। ସେ ଯେତେବେଳେ ରାଜୁତି କରୁଥିଲେ ସେହି ସମୟରେ ମଗଧ ରାଜ ବେଶ ଉନ୍ନତି ଲାଭ କରିଥିଲା। ବୃହସ୍ପତି ମିତ୍ର, ପୁଷ୍ପମିତ୍ର, ପୁଷ୍ପପତି ମିତ୍ର ତୁମେ ଜାଣିଥିବ, ନାଁ ଶୁଣିଥିବ ଇତିହାସରେ ସେସବୁ କଥା। ତ ସେଇ ପୁଷ୍ପପୁର ଅର୍ଥାତ୍ ବିହାରର ପାଟନା ସହରକୁ ପୁଷ୍ପପୁର ବୋଲି କୁହାଯାଉଥିଲା। ଏହା ଏକ ଐତିହାସିକ ନାମ। ପାଟନା ସହରକୁ ବିହାରର ପାଟନା ସହରକୁ ପୁଷ୍ପପୁର ବୋଲି ପୂର୍ବରୁ ନାମିତ କରାଯାଇଥିଲା। ସେଠାରେ ପ୍ରାବନ୍ଧିକ ଅବସ୍ଥାନ କରୁଛନ୍ତି ଏବଂ ସେ ବର୍ଷାକୁ ବରଣ କରୁଛନ୍ତି। ତୁମେମାନେ ସମସ୍ତେ ଜାଣିଥିବ ବିଭିନ୍ନ ସମୟରେ ଆମର ପୂଜା ପଟଳ ସମୟରେ ଶୁଭ କାର୍ଯ୍ୟରେ ପୁରୋହିତ ବରଣ କରାଯାଏ, ତାଙ୍କୁ ଆମନ୍ତ୍ରଣ କରାଯାଏ, ତାଙ୍କୁ ନିମନ୍ତ୍ରଣ କରାଯାଏ, ତାଙ୍କୁ ସଶ୍ରଦ୍ଧ ଆସିବା ପାଇଁ ତାଙ୍କୁ ଅନୁରୋଧ କରାଯାଏ। ଠିକ୍ ସେମିତି ବର୍ଷାକୁ ଅନୁରୋଧ କରୁଛନ୍ତି ପ୍ରାବନ୍ଧିକ ଯେ ସେ ଆସନ୍ତୁ। କେଉଁଠିକି ଆସିବେ ନା ଉତ୍କଳ ଭୂମିକୁ ଆସିବେ। କାହିଁକି ଆସିବେ, କିପରି ଆସିବେ ସେ ବିଷୟରେ ସେ ସୁନ୍ଦର ପ୍ରବନ୍ଧଟିଏ ରହିଛି। ଆମେ ବର୍ତ୍ତମାନ ସେ ପ୍ରବନ୍ଧଟିକୁ ପାଠ କରିବା। ସ୍ୱାଗତ ବାରିବାହ ସ୍ୱାଗତ। ତୋର ସ୍ନିଗ୍ଧ କଜ୍ଜ୍ୱଳ କାନ୍ତି ଆଜି ପୁଷ୍ପପୁରରେ ନେତ୍ରୋତ୍ସବ ସୃଷ୍ଟି କରିଛି। ପ୍ରାସାଦ ବାତାୟନ ପଥରେ ତୋର ଆଗମନ ଶତ ଶୁଭଶଙ୍କ ବାଜି ଉଠୁଛି। ଦୂରବନ୍ଧୁ, ବହୁଦିନ ପରେ ତୋର ଶୁଭାଗମନ ଆଜି ମଙ୍ଗଳକର ଓ ମଧୁମୟ ହୋଇ ଉଠିଛି। ତୋର ସ୍ପର୍ଶରେ ପୁଷ୍ପପୁର ଅଚିରେ ସଜୀବ ଓ ଶ୍ୟାମଳ ହୋଇ ଉଠିବ। ବାରିଦ, ମୁଁ ଶୁଣିଛି ଯେ ଇତିହାସରେ କେଉଁ ଅନାମ ଯୁଗରେ ବିତାଡ଼ିତ ବିରହୀ ଯକ୍ଷଟିଏ ପୁଷ୍ପ ଅର୍ଘ୍ୟରେ ତୋତେ ପୂଜା କରି ଅଳକାପୁରୀର ପ୍ରିୟାପାଶକୁ ତୋ ହସ୍ତରେ ଉଦନ୍ତ ପଠାଇଥିଲା। କିନ୍ତୁ ଘନ ବ୍ୟକ୍ତିଠାରୁ କ'ଣ ଗୋଷ୍ଠୀ ବଡ଼ ନୁହେଁ? ଏହି ଭ୍ରାମ୍ୟମାଣ ଉଦାସୀନା ଧରଣୀ ବ୍ୟକ୍ତିବିଶେଷର ଲାଭ କ୍ଷତିରେ ବିଚଳିତ ହୁଏ ନାହିଁ। ମାତ୍ର ଯେଉଁ ବାୟୁ, ସଲିଳ ଆଲୋକ ଓ ଉତ୍ତାପ ପାଇଁ ସେ ଜୀବମାନଙ୍କର ବାସଭୂମି ହୋଇଛି, ସେଥିରୁ ଗୋଟିଏ ଉଣା ହେଲେ କ'ଣ ସେ ଆଉ ବାସଭୂମି ହୋଇ ରହିପାରିବ? ଜଳାଭାବରେ ଉତ୍କଳରେ ଆଜି ହାହାକାର ପଡ଼ିଛି। ଏଣୁ ଦୀନ ଅଶ୍ରୁ ଅର୍ଘ୍ୟରେ ମାନସ କମଳ ଅର୍ପଣ କରି ତୋତେ ମୁଁ କାତରରେ କହୁଛି, ପୁଷ୍ପପୁରରେ ସ୍ୱକର୍ମ ସାରି ଉତ୍କଳ ପଥରେ ଗତି କରିବୁ। ଆଜି ଯଦି ମୁଁ ଧୂମ, ଜ୍ୟୋତି ବା ସଲିଳ ହୋଇ ତୋର ସହିତ ମିଶିପାରନ୍ତି, ତେବେ ବାତାୟନ ପଥରେ ଉଡ଼ିଯାଇ ଅଗ୍ରଗତିରେ ମୋର ଜନ୍ମଭୂମିକୁ ତୋତେ ଚିହ୍ନାଇ ଦିଅନ୍ତି। ତଥାପି ପଥପ୍ରଦର୍ଶକ ବିନା ଭାରତର ସାରଭୂତା ଉତ୍କଳ ଭୂମିକୁ ଚିହ୍ନିବା ପାଇଁ ତୋର ଭ୍ରମ ହେବ ନାହିଁ। ତୁ ଦେଖିବୁ ଯେ ଏକ ଦିଗରେ ପୁଗ, ପୂର୍ଣ୍ଣାଗ, ତାଳ, ତମାଳ, ତାମ୍ବୁଳ ଓ ନାରିକେଳ ବନରେ ଶୋଭିତ ମହୋଦଧିର ବେଳାରେ, ଆଉ ଅନ୍ୟ ଦିଗରେ ତୁଙ୍ଗ ଶିଖରୀ ସମାକୁଳ ନିବିଡ଼ ବନରାଜିର ଅସରନ୍ତି ଶ୍ୟାମଶୋଭାରେ ଅପରୂପା ହୋଇଛି। ସେହି ମୋର ଜନ୍ମଭୂମି, କୋଟି ବୀର ପ୍ରସବିନୀ, କୋଟି କୀର୍ତ୍ତି କିରୀଟିନୀ, ତଟିନୀ ତଟମାଳିନୀ, ପ୍ରଚ୍ଛନ୍ନ ରତ୍ନଧାରିଣୀ, ସୁଜଳା ସୁଫଳା ଶ୍ୟାମଳା, ଅଥଚ ଆଜି ପତିତା, ଲାଞ୍ଛିତା ଓ ଖଣ୍ଡିତା। ଜଳଦ, ଏପରି ଭୂମିକୁ ଚିହ୍ନିବା ପାଇଁ ତୋର ଭ୍ରମ ହେବ ନାହିଁ। ବିଜୁଳି ବିମଣ୍ଡିତ ଓ ବଳକା ବିଶୋଭିତ ହୋଇ ଗନ୍ଧ ଅବହ ହିଲ୍ଲୋଳରେ ଭାସି ଭାସି ପୀତ ବସନ ବନମାଳୀ ପରି ଉତ୍କଳର ଆକାଶରେ ଆବିର୍ଭୂତା ହୋଇଯିବୁ। ଗୋପାଙ୍ଗନାମାନଙ୍କ ଅପାଙ୍ଗ ଘନଶ୍ୟାମର ରୂପସୁଧା ପାନ କଲା ପରି ଉତ୍କଳରେ ଆଜି କୋଟି ନେତ୍ର ତୋର ରୂପସୁଧା ପାନ କରିବ। ଜଳଦ, ଦରିଦ୍ରଠାରେ ହିଁ ବଦାନ୍ୟତାର ମହତ୍ତ୍ୱ
बढ़ी उठे। एणु दरिद्र बनवासी मानक निराश न करी तोर बदान्यता सेमानक ठारू ही आरंभ करिबु। टंकील अनुर्वर उचाबच भूमि रे नरनारी स्वेदसिक्त शस्य क्षेत्र रे शालिधान्य आज आकाश को चाई झाऊलुथिब। रोगशज्या सहित पुत्र कन्या को देखी पितामाता मन जेपरी आतंक थरी उठे। शाली क्षेत्र देखी वनवासी मानक मन आज सेहीपरि थरी उठुथुब। निघंच वन मध्य एमानक बासभूमि मध्य तू सहजरे खोजी पाइबु नाही। गोपालर गलघंटी बा गोपालनर बेणुस्वन शुणी किंबा कुटीरु उद्गत धूम कुंडलीभूत धूम देखी ग्राम सीमा जानीपारू। अथवा जदि तोर भाग्य थाए तेबे संकीर्ण पथरे श्रेणीबद्ध नरनारी प्रभावटीए तो आखिरे पड़ीज। अनग्रसर अग्रसर नवयुवक मान बेणुस्वनर अनुकृति ललना कंठर ऐक्यतानिक ललित स्वर रे वनभूमि को भसाई एमाने निर्झर परि गति करि चालुथिबे। नवघन तू देखी जानिबु जे एई नारी माने कूल कुजी हंसी ठारू गति चोरी करी करती नहीं किंबा मदलासा होई मातंगिनी परि चलती नहीं किंबा कुसुम कोमल पदरे अलक्तक बोलती नहीं किंबा जबाधर रक्त राग रंजंती नहीं। सुस्थ सबल और सुबलित तनुलतारे वन पुष्प भरा गभार शोभा धारण करी एमाने संकीर्ण बंधुर कर्कश और उरग कुटिल गिरिपथ को हास्य और संगीत मुखर करी निर्झरिणी परि गति करी चलती। बारीबाह ये समस्ते तोर बांधवी तोर गुरुगंभीर गर्जन रे भीता हुई एमाने आलिंगन पाई पुरुष पाखक पलांती नहीं। अविरत वृष्टि पात मध्य वनस्पति परि रही शस्य क्षेत्र में कर्मरत रहती। एणु तू अति परिचित परि एमानक आड़क गति करिबु। नचेत तोते अपरिचित बोली जानिले उच्च हास्य एमाने वनभूमि कम पाइदेवे। चलद तू कौन जानू ना जे यही वनवासी माने तो छड़ा आउ कहारी अनुग्रह लोड़ती नहीं किंबा नियंती नहीं। स्वेदार्जित धन रे उदर पोषण सुंदर स्वास्थ्य और निर्मल मन मानव जीवन परम काम्य नुहे कि। जदि जगत केबे तस्करता लोप पाए तेबे मानसिकता शिखिबा सभ्य समाज एमानक पाशकु दिने आसीब। एणु तू एमानकु निराश न करी अविरत बारीपातरे वनभूमि को श्यामल और उज्जवल करदेबु। तोर कृपारे शाली क्षेत्र नव नीलिमा खेली बुलिब। निर्झरिणी गिरिदरी रे क्रीड़ारत मत्स्य तरी परि नाची उठिब। भंजन रूप पालित कलापीर केकारे वनभूमि पूर्ण हेब। वनज्योतिर परिमल रे वनभूमि आमोदित हेब। कदम्ब पुलकरे कंटकित होई उठिब और कृष्णचूड़ा निज तरुण तनु को देखी नवतरुणी परि लज्जारुण होई पड़िब। तोर अनुग्रहर एते विभव तू कौन देखा चाहूना। आम आज एत कथा पढ़िले एबे यही कविता को भल भाव पढ़ा। तुम मैंने जानी महाकवि संस्कृतर महाकवि कालिदास से एक काव्य रचना करिसेंती मेघदूतम। मेघदूतम रे यक्ष तार प्रेमिका पाखक चिठीटीए लिखुछि। अभिशप्त यक्ष तार प्रेमिका पाखक चिठी लिखि देउछि का हाथ रे ना मेघ हाथ रे। से मेघ नहीं पहुँचेब तार प्रिया पाशरे से चिठी को। से चिठी रे से तार निजर दुख को वर्णना करिछि। आज सेमिति प्राबंधिक कृष्णचंद्र पाणिग्राही जे कि मयूरभंजर खिचिंग जहाँकर घर से पुष्पपुर अर्थात बिहार पाटना सहर में रोचंती। तांकर उत्कल प्राणता से जेहेतु उत्कलर बासिंदा तेणु उत्कलर दुख सुखरे से सबुबले समभागी होती। तेणु आज सेठी जेतेबेले देखुछंती मेघ को देखुछंती मेघ आकाश रे उठी आसी कलाहांडिया मेघ। तेणु से कहउछंती स्वागत बारीबाह स्वागत। बारी को बहन करे जे अर्थात बारीबाह कहले मेघ हे मेघ मु तोते स्वागत करुछि। तोर स्निग्ध कजल कांति आज पुष्पपुर रे नेत्रोत्सव सृष्टि करिछि। तबे जानिथिबो नेत्रोत्सव पालन करा जाय रथयात्रार ठीक पूर्व दिन। रथयात्रार पूर्व दिन जो दिन नेत्रोत्सव पालन कराए से दिन कौन हुए ना ठाकुरंकर पूर्वर स्नान यात्रा स्नान करी ठाकुर अणसर रे थांती। तांकर शरीर रे विभिन्न रंग सबू लिपि जाता है। ताकू रंग लेपन कलापरि भगवान
ମହାପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସେ କ'ଣ କରନ୍ତି ନା ନେତ୍ରୋତ୍ସବ ଦିନ ନବଯୌବନ ଦର୍ଶନ ହୁଏ, ତାଙ୍କର ନୂତନ ରୂପକାନ୍ତି ସମସ୍ତେ ଭକ୍ତମାନେ ଦର୍ଶନ କରନ୍ତି। ଇଏ ଠିକ୍ ସେମିତି କହୁଛନ୍ତି ଯେ ତୋର ଯେଉଁ ସ୍ନିଗ୍ଧ କଜଳ କାନ୍ତି, କଜଳ କହିଲେ କଳା, ଯେଉଁ ଆଖିରେ ପିନ୍ଧନ୍ତି କଜ୍ଜଳ, ତା'ର ଯେଉଁ କାନ୍ତି, ତା'ର ଯେଉଁ ସୌନ୍ଦର୍ଯ୍ୟ, କଳାର ମଧ୍ୟ ଗୋଟେ ସୌନ୍ଦର୍ଯ୍ୟ ଅଛି। କଜ୍ଜଳ କାନ୍ତି ଆଜି ପୁଷ୍ପପୁରରେ ବାତାୟନ ପଥରେ, ପୁଷ୍ପପୁରରେ ଗୋଟେ ନେତ୍ରୋତ୍ସବ ସୃଷ୍ଟି କରିଛି। କବି ପ୍ରାବନ୍ଧିକ କହୁଛନ୍ତି ପୁଷ୍ପପୁରରେ ନେତ୍ରୋତ୍ସବ ସୃଷ୍ଟି କରିଛି। ପ୍ରାସାଦ ବାତାୟନ ପଥରେ, ବାତାୟନ କହିଲେ ଝରକା, ପ୍ରାସାଦ ବାତାୟନ ପଥରେ ତୋର ଆଗମନୀର ଶବ୍ଦ ଶୁଭଶଙ୍ଖ ବାଜି ଉଠୁଛି। ଅର୍ଥାତ୍ ଯେତେବେଳେ ଘଡ଼ଘଡ଼ି ସହ କଳା ମେଘ ଉଠେଇ ଆସୁଛି, ତେଣୁ କଳା ମେଘକୁ ଦେଖି ଯେମିତି ମୟୂର ନୃତ୍ୟ କରେ, କବିଙ୍କର ମନମୟୂର ମଧ୍ୟ ସେଭଳି ନୃତ୍ୟ କରି ଉଠିଛି। ସେ ବାତାୟନ ପଥରେ ଝରକାରେ ଦେଖୁଛନ୍ତି କଳା ମେଘକୁ ଏବଂ କହୁଛନ୍ତି ଯେ ତୋର ଆଗମନରେ ଶୁଭଶଙ୍ଖ ବାଜି ଉଠିଲାଣି। ହେ ଦୂରବନ୍ଧୁ, ବହୁଦିନ ପରେ ତୋର ଶୁଭାଗମନ ଆଜି ମଙ୍ଗଳକର ଓ ମଧୁମୟ ହୋଇ ଉଠିଛି। ତୋର ସ୍ପର୍ଶରେ ପୁଷ୍ପପୁର ଅଚିରେ ସଜୀବ ଓ ଶ୍ୟାମଳ ହୋଇ ଉଠିବ। ତୋର ଯେଉଁ ଅର୍ଥାତ୍ ମେଘ ଆସିଲେ ମେଘ ହେବ ଏବଂ ମେଘର ବାରିପାତରେ ସମଗ୍ର ବସୁଧା ପୁଣି ଶସ୍ୟ ଶ୍ୟାମଳା ହୋଇ ଉଠିବ, ସମସ୍ତେ ସବୁଜଶ୍ରୀରେ ବିମଣ୍ଡିତ ହୋଇଯିବେ। କିନ୍ତୁ ବାରିଦ ସେ କହୁଛନ୍ତି, ହେ ବାରିଦ, ମୁଁ ଶୁଣିଛି ଯେ ଇତିହାସରେ ଯେଉଁ ଅନାମ ଯୁଗରେ ବିତାଡ଼ିତ ବିରହୀ ଯକ୍ଷଟିଏ ପୁଷ୍ପ ଅର୍ଘ୍ୟରେ ତୋତେ ପୂଜା କରି ଅଳକାପୁରୀର ପ୍ରିୟାପାଶକୁ ତୋ ହସ୍ତରେ ଉଦନ୍ତ ପଠାଇଥିଲା। ତବେ ସେ ଗୀତ ଶୁଣିଥିବ, ନେଇଯା ରେ ମେଘ ମୋତେ ମୋ ପ୍ରିୟା ପାଶେ ସେହି ଦେଶେ। ସେମିତି ବିରହୀ ଯକ୍ଷଟି କହୁଛି, ହେ ମେଘ, ମୋର ଯକ୍ଷ, ମୋର ଯେଉଁ ପ୍ରେମିକା, ମୁଁ ସେ ପ୍ରେମିକା ବହୁ ଦୂରରେ ଅଛି, ସେ ଅଳକାପୁରୀରେ ଅର୍ଥାତ୍ ସ୍ୱର୍ଗପୁରରେ ଅଛି, ତା ପାଖକୁ ମୋର ଚିଠିଟିଏ ନେଇଯା। ଆଜି ସେମିତି ପ୍ରାବନ୍ଧିକ କହୁଛନ୍ତି ଯେ ଯେମିତି ତମେ ସେଦିନ ବିରହୀ ଯକ୍ଷର କଥା ଶୁଣି ତା'ର ପୁଷ୍ପାର୍ଘ୍ୟକୁ ଗ୍ରହଣ କରି, ତା'ର ପୂଜାକୁ ଗ୍ରହଣ କରି ତୁମେ ଅଳକାପୁରୀକୁ ତା'ର ପ୍ରିୟା ପାଖକୁ ତା'ର ଉଦନ୍ତ କହିଲେ ଖବର ନେଇଯାଇଥିଲ, କି ଆଜି ମଧ୍ୟ ତୁମକୁ ସେମିତି ଗୋଟେ କାମ କରିବାକୁ ପଡ଼ିବ। କିନ୍ତୁ ଘନ ବ୍ୟକ୍ତିଠାରୁ ଗୋଷ୍ଠୀ କ'ଣ ବଡ଼ ନୁହେଁ? ଅର୍ଥାତ୍ ସେ କହୁଛନ୍ତି ଯେ ବ୍ୟକ୍ତିଗତ ଲୋକ, ଯେ ଯକ୍ଷ ଜଣେ ବ୍ୟକ୍ତି, ତା'ର କାମ ତୁମେ କଲ, ତୁମେ କ'ଣ ଗୋଷ୍ଠୀର କାମ କରିବ ନାହିଁ, ସମୂହର କାମ କରିବ ନାହିଁ? ବ୍ୟକ୍ତିଠାରୁ ଗୋଷ୍ଠୀ କ'ଣ ବଡ଼ ନୁହେଁ? ଏହି ଭ୍ରାମ୍ୟମାଣ ଉଦାସୀନା ଧରଣୀ ବ୍ୟକ୍ତି ବିଶେଷର ଲାଭ କ୍ଷତିରେ ବିଚଳିତ ହୁଏ ନାହିଁ। ଯେଉଁ ବ୍ୟକ୍ତି ବିଶେଷ କାହାର ଲାଭ ହେଲା କାହାର କ୍ଷତି ହେଲା ସେଥିରେ ଏ ଧରଣୀ ବ୍ୟତିବ୍ୟସ୍ତ ହୁଏ ନାହିଁ। ତେଣୁ ଲେଖକ କହୁଛନ୍ତି, କିନ୍ତୁ ଘନ ବ୍ୟକ୍ତିଠାରୁ ଗୋଷ୍ଠୀ କ'ଣ ବଡ଼ ନୁହେଁ? ଏହି ଭ୍ରାମ୍ୟମାଣ ଉଦାସୀନା ଧରଣୀ ବ୍ୟକ୍ତି ବିଶେଷର ଲାଭ କ୍ଷତିରେ ବିଚଳିତ ହୁଏ ନାହିଁ। ମାତ୍ର ଯେଉଁ ବାୟୁ, ସଲିଳ, ଆଲୋକ, ଉତ୍ତାପ ପାଇଁ ସେ ଜୀବୀମାନଙ୍କର ବାସଭୂମି ହୋଇଛି, ସେଥିରୁ ଗୋଟିଏ ଉଣା ହେଲେ କ'ଣ ସେ ଆଉ ବାସଭୂମି ହୋଇ ରହିପାରିବ? ଯେଉଁ ଆମର କୁହାଯାଏ ପଞ୍ଚଭୂତରେ ଶରୀର ଗଢ଼ା, କିପ୍ ଅପ୍ ଦି ମରୁତ ବାୟୁ, ଯେଉଁ ବାୟୁ, ଜଳ, ପୃଥିବୀ, ଆକାଶ, ଏସବୁ ମୃତ୍ତିକା, ଏସବୁ ଗୁଡ଼ିକ ଦରକାର ଆମ ଜୀବନ ପାଇଁ। ଏଥିରୁ ଗୋଟିଏ ଅଭାବ ହେଲେ ଆମେ ବଞ୍ଚିପାରିବା ନାହିଁ। ଜଳ ଅଭାବ ହେଲେ ବଞ୍ଚିପାରିବା ନାହିଁ, କି ଆଲୋକ ଉତ୍ତାପର ଅଭାବ ହେଲେ ମଧ୍ୟ ବଞ୍ଚିପାରିବା ନାହିଁ। ତେଣୁ ଗୋଟିଏ ଉଣା ହେଲେ ଚଳିବ ନାହିଁ। ଜଳାଭାବରେ ଉତ୍କଳରେ ଆଜି ହାହାକାର ପଡ଼ିଛି। ସେହି ସମୟରେ ଯେଉଁ ସମୟରେ ପ୍ରାବନ୍ଧିକ ଏକଥା ଲେଖୁଛନ୍ତି, ସେହି ସମୟରେ ସାରା ଓଡ଼ିଶାରେ ମରୁଡ଼ି ପଡ଼ିଛି, ଜଳାଭାବ ଦେଖାଦେଇଛି। ଏଣୁ ଦିନ ଅଶ୍ରୁ ଅର୍ଘ୍ୟରେ ମାନସ କମଳ ଅର୍ପଣ କରି ମୋତେ ମୁଁ କାତରରେ ଡାକୁଛନ୍ତି। ଯେମିତି ତୁମେ ଜାଣିଥିବ, ରାମଚନ୍ଦ୍ର ମାତା ଦୁର୍ଗାଙ୍କୁ, ଦେବୀ ଦୁର୍ଗାଙ୍କୁ ସ୍ତୁତି କରିବା ପାଇଁ ନିଜର 108 ପଦ୍ମ ଦାନ କରିଥିଲେ ଏବଂ ଶେଷରେ 107ଟି ପଦ୍ମ ହେବାରୁ ନିଜର ଚକ୍ଷୁ ଉତ୍ପାଟନ କରି ପ୍ରଭୁ ମାତା ଦୁର୍ଗାଙ୍କୁ ଅର୍ପଣ କରିଥିଲେ। କାରଣ ସେ କହୁଥିଲେ, ମୁଁ ହେଉଛି ରାଜୀବ ଲୋଚନ, ରାଜୀବ ଅର୍ଥାତ୍ ପଦ୍ମ, ମୋ ଆଖି ମଧ୍ୟ ପଦ୍ମ ପରି। ଏଣୁ ସେ ଅର୍ପଣ କରିବା ପାଇଁ ପ୍ରସ୍ତୁତ ହେଲାବେଳେ ମା ଦୁର୍ଗା ସନ୍ତୁଷ୍ଟା ହୋଇ ଆବିର୍ଭୂତ ହୋଇଥିଲେ ଏବଂ ତାଙ୍କୁ ବିଜୟ ଲାଭର ବର ପ୍ରଦାନ କରିଥିଲେ। ଠିକ୍ ସେମିତି ଏଠି ପ୍ରାବନ୍ଧିକ କହୁଛନ୍ତି ଯେ ମୁଁ ମୋର ମାନସ କମଳ ମୁଁ ତୋତେ ଅର୍ପଣ କରୁଛି ରେ ମେଘ, ରେ ବାରିଦ, ମୁଁ କାତରରେ କହୁଛି ଯେ ପୁଷ୍ପପୁରରେ ତୋର କାମ ସାରିଦେଇ ସ୍ୱକର୍ମ ସାରି ଉତ୍କଳ ପଥରେ ଗତି କରିବୁ। ସେ କହୁଛନ୍ତି ଯେ ଉତ୍କଳ ପଥରେ ଯିବୁ ତ ଜଣେ ତାକୁ ପୁଣି ତ ରାସ୍ତା ଦେଖିବା ଦରକାର। ତେଣୁ ପ୍ରାବନ୍ଧିକ କହୁଛନ୍ତି ଆଜି ଯଦି ମୁଁ ଧୂମ, ଜ୍ୟୋତି ବା ସଲିଳ ହୋଇପାରନ୍ତି, ମୁଁ ଧୂଆଁ ଅର୍ଥାତ୍ ଧୂଆଁ କିମ୍ବା ଆଲୋକ କିମ୍ବା ଜଳ, ସଲିଳ କହିଲେ ଜଳ ହୋଇପାରନ୍ତି, ତେବେ ତୋ ସହିତ ମିଶି କରିକି ମୁଁ ଉଡ଼ି ଯାଆନ୍ତି, ତୋ ଆଗେ ଆଗେ ଯାଆନ୍ତି, ବାତାୟନ ପଥରେ ଉଡ଼ିଯାଇ ଅଗ୍ରଗତିରେ ଆଗେ ଯାଆନ୍ତି। ଯେମିତି ଭଗୀରଥ ଗଙ୍ଗାଙ୍କ ଆଗେ ଚାଲିଥିଲେ, ଠିକ୍ ସେମିତି ମୁଁ ଚାଲନ୍ତି ଏବଂ ଯାଇ ତୋତେ ମୁଁ ମୋ ଜନ୍ମଭୂମି ଉତ୍କଳକୁ ଦେଖାଇ ଦିଅନ୍ତି। ମାତ୍ର ପଥ ପ୍ରଦର୍ଶକ ବିନା ଭାରତର ସାରଭୂତା ଉତ୍କଳ ଜନନୀକୁ ଚିହ୍ନିବା ପାଇଁ ତୋର ଭ୍ରମ ହେବ ନାହିଁ। ତଥାପି ସେ କହୁଛନ୍ତି ନା, ତ ଚିହ୍ନିବାରେ କିଛି ଅସୁବିଧା ନାହିଁ, କାରଣ
उत्कल हूँ सारभूत उत्कल कमल भारत सरसे उत्कल कमल ता मध्य केशर पुण्य नीलाचल गोपबंधु कहले भारत सरसी उत्कल कमल भारत जदि गोटे सरसी हुए अर्थात पोखरी हुए ताले उत्कल हूँ गोटे पद्मफूल परी एवं से पद्मफूलर केशर किए ना पुण्य नीलाचल एठी प्राबंधिक कहते जे भारतर सारभूता उत्कल भूमि भारतर श्रेष्ठ उत्कल भूमि को चिन्हबार किसी असुविधा हे ना देखू जे एक दिगरे पूर्ण पन्नाग ताल तमाल जो विभिन्न प्रकार गछ सब रही आम जानते वंदे उत्कल दलन ताल तमाल सुशोभित तीरा एटी गुआ गछ ताल गछ नड़िया गछ इत्यादि विभिन्न प्रकार गछ नारिकेल गछ ये सब किसी अच्छी महोदधी कूल मिलଯିव कहते जे यही जो उत्कल से विभिन्न प्रकार गछ अच्छी से गछ को देखिए जो ताल तमाल तांबूल नारिकेल नड़िया गछ ताल गछ गुआ गछ तमाल गछ ये सब गछ से देखा पाइबू और चिन्हबार कौन असुविधा हे ना तेणु ये अन्य दिगरे तुंग शिखरी कूल रही गोटे पक्षे माने समुद्र रही आ गोटे पटे पूर्वघाट पर्वतमालार उच्चतम शृंग मान रही तेणु चिन्हबार किसी असुविधा नहीं असरती श्याम सवारी अपरूपा होती से ही मोर जन्मभूमि कोटि वीर प्रसविनी से उत्कलर परिचय दे कहते जो उत्कल भूमि जार गोटे पार्श्व अच्छी समुद्र महोदधी रही अन्य एक पार्श्व तुंग शिखरी चूड़ अर्थात तुंग पर्वत श्रृंगे परिवेष्टित पूर्वघाट पर्वतमाला रही तेणु से उत्कल जे कोटि वीर प्रसविनी कोटि कोटि वीर को जे जन्म देती कोटि कीर्ति किरीटिनी किरीट अर्थात मुकुट कोटि कोटि कीर्तिर किरीट जे धारण करछि तटी तटमालिनी जे तटिनी अर्थात नदी अनेक नदी तट जार रही गोटे जोड़े अनेक नदी रही प्रच्छन्न रत्न धारिणी जे रत्न धारण कर निज गर्भरे सुजला सुफला शस्य श्यामला अथच अति पतिता ये सबुरे परिपूर्ण विभिन्न प्राकृतिक शोभारे परिपूर्ण शस्य श्यामला मात्र से आज पतित होती से अति अन्य द्वारा लांछित होती आज खंडित होती विखंडित हो जाती तेणु एभली एक स्थिति रे जलद तोर ये भूमि को चिन्हबार कौन असुविधा हे ना एपरी भूमि को चिन्हवाई तोर भ्रम हे ना बिजुली विमंडित बड़का विशोभित हुई गंधर्व हिल्लोल भासी भासी पीत बसन बनमाली जो उत्कलर आकाश आविर्भूत हो से कहते जे पीत बसन बनमाली अर्थात कृष्ण भाया कौन कौन बड़का विशोभित बड़का कहले मेघ मेघरे परिपूर्ण हुई बिजुली विमंडित बिजुली घड़घड़ी विभिन्न प्रकार गंधर्व हिल्लोल हिल्लोल कहले पवन विभिन्न सुगंधित पवन रे तो भासी 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 जाई पीत बसना बनमाली भाया जे पीत बसन पीत कहले हलदिया हलदिया वस्त्र परिधान करथिया कृष्ण भाया आकाश रे जाके आविर्भूत होइजिबु एवं तापरे कौन करिबु जेमिति गोपांगना माने कृष्णकर अपेक्षा रे रहउथिले तू सेहि बेले तो अपेक्षा रे उत्कल माने रहिसेंती गोपांगना मानक अपांग घनश्यामर रूपसुधा पान कलापरी उत्कल आज कोटिनेत्र तोर रूपसुधा पान करने पान कर तेणु हे मेघ तू गोपांगना जमी अपेक्षा कर रोते कृष्ण को उत्कल मैंने तोते से अपेक्षा कर रही हे मेघ तू शीघ्र जा पहुँचू तोते से कृष्ण जमी कृष्ण को जमी गोपांगना मैंने सम्मान जनाऊे आवाहनी जनाऊे तोते सेमती उत्कल मैंने जनइबे जलद दरिद्र ठाँ ही बदान्यतार महत्व बढ़ी उठे अर्थात जहाँ जी दरिद्र ताकू दान कले ही दानर महत्व बढ़े किंतु जहाँ पाखे बहुत किसी रही तेलिया मंडी तेल मारी किसी आवश्यक ना तेणु ये से कहते उत्कल आज जलाभाव देखा तेणु हे जलद तू सेठारे जल देले तोर महत्व बढ़ एणु दरिद्र वनवासी मानक निराश न करी तोर बदान्यता से आरंभ करू टंकिल अर्थात अनुर्वर माने अनुर्वर उचावच भूमि रे टंकिल कहले जोटा आमर पंकुआ टंकिल अनुर्वर उचावच भूमि रे नरनारी स्वेदसिक्त शस्य क्षेत्र में शाड़ी धान आज आकाश झाँली पड़ुव जो विभिन्न प्रकार देशी धान सब धान क्षेत्र में जेहेतु धान जो पाची आसवा समय मात्र वर्षा ना बोली से गुड़िक झाँली पड़ा यही एक समय प्राबंधिक कहते जे स्वेद स्वेद कहले झाड़ झाड़ परिश्रम जो लोक मैंने जहाँ क्षेत्र में शाड़ी क्षेत्र धान माने धान क्षेत्र में चाष कर मात्र से गुड़िक वर्षा विहुने जल विहुने से गुड़िक झाँली पड़ी रोगशज्या सहित पुत्र कन्या को देखि पिता मान मन जपरी आतंक भरी उठे ठीक से भाया शाड़ी क्षेत्र माने अत्यंत परिश्रम चाष करुवा चाष जमी केदार केदार जितेबाला धान क्षेत्र धान गुड़िक झाँली पड़ा जलाभाव से चाषी मान मनर अवस्था जहाँ
ବା ବଡ଼ ମାନେ ଅଦ୍ଭୁତ ହୋଇପଡ଼ିଥିବ ବା ଚାଷୀମାନଙ୍କର ମନର ବେଦନା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଥିବ। ସେହିଭଳି ଭାବରେ ଯେମିତି ନିଜେ ସେମାନେ ପିତାମାତାରୁ ମାନେ ଦୁଃଖ କଷ୍ଟ ପାଆନ୍ତି ଯେତେବେଳେ ସେମାନଙ୍କ ପୁତ୍ର କନ୍ୟା ଦୁଃଖରେ ପଡ଼ନ୍ତି, ଠିକ୍ ସେମିତି ଯେଉଁମାନେ କୃଷକ ସେମାନେ ବା ଯେଉଁମାନେ ବନବାସୀ ଯେଉଁମାନେ ଚାଷ କରିଛନ୍ତି ସେମାନଙ୍କ କୃଷି କ୍ଷେତ୍ରରେ ଏଭଳି ଶୁଖିଲା ଧାନ କ୍ଷେତ୍ରକୁ ଦେଖିକି ସେମାନେ ଅତ୍ୟନ୍ତ କଷ୍ଟ ପାଉଥିବେ। ନିଘଞ୍ଚ ବନ ମଧ୍ୟରେ ବନବାସୀମାନଙ୍କର ମନ ଆଜି ସେହିପରି ଥରି ଉଠୁଥିବ। ନିଘଞ୍ଚ ଏମାନଙ୍କ ବାସଭୂମି ମଧ୍ୟରେ ତୁ ସହଜରେ ଖୋଜି ପାଇବୁ ନାହିଁ। ସେ କହୁଛନ୍ତି ତାଙ୍କର ବାସଭୂମି ତୁ ପାଇବୁ ନାହିଁ। ଗୋପାଳର ଗଳଘଣ୍ଟି ଦେଖି ଏମାନଙ୍କୁ ବା ଗୋପାଳର ବେଣୁଶୁଣ ଶୁଣି କିମ୍ବା କୁଟୀରରୁ ଉଦ୍ଗତ କୁଣ୍ଡଳୀଭୂତ ଧୂମ ଦେଖି ଏମାନଙ୍କୁ ଜାଣିବୁ। ସେ କହୁଛି ତାଙ୍କୁ ଚିହ୍ନିବା ପାଇଁ ହେଲେ କେମିତି ଜାଣିବୁ, ଗ୍ରାମ ସୀମା କେମିତି ଜାଣିବୁ ନା ସେମାନଙ୍କ ଗ୍ରାମରୁ ଧୂଆଁ ବାହାରୁଥିବ କିମ୍ବା ସେମାନଙ୍କର ଯେଉଁ ଗାଈ ଗୋରୁ ସେମାନେ ପାଳନ କରିଛନ୍ତି ଗୋରୁଙ୍କ ବେକରେ ସବୁ ଘଣ୍ଟି ବା ଘଣ୍ଟ ବନ୍ଧା ଯାଇଥିବ, ସେ ଘଣ୍ଟର ଶବ୍ଦ ଶୁଭୁଥିବ କିମ୍ବା ଗୋପାଳ ବାଳକମାନେ ବଂଶୀ ବଜାଉଥିବେ। ତୁ ଜାଣିବୁ ଯେ ଏଇଠି ଆଦିବାସୀମାନେ ରହୁଛନ୍ତି, ଏଇଠି ସେ କୃଷକମାନେ ରହୁଛନ୍ତି ଏବଂ ସେମାନେ କୃଷି କାର୍ଯ୍ୟ କରିଛନ୍ତି। ତେଣୁ ତୁ ଅଥବା ଯଦି ତୋର ଭାଗ୍ୟରେ ଥାଏ ତେବେ ସଂକୀର୍ଣ୍ଣ ପଥରେ ଶ୍ରେଣୀବଦ୍ଧ ନରନାରୀମାନଙ୍କର ପ୍ରବାହଟିଏ ତୋ ଆଖି ଆଗରେ ପଡ଼ିଯିବ। ଯେହେତୁ ପ୍ରାବନ୍ଧିକ ଖିଚିଂ ମୟୂରଭଞ୍ଜର ଖିଚିଂର ଅଧିବାସୀ, ତେଣୁ ସେ ଆଦିବାସୀମାନଙ୍କର ଜୀବନ ପ୍ରବାହକୁ ଭଲ ଭାବେ ଜାଣିଥିଲେ। ଆଦିବାସୀମାନେ କିପରି ଜୀବନ ଜିଅନ୍ତି, କେମିତି ଶ୍ରେଣୀବଦ୍ଧ ଭାବରେ ଯିବା ଆସିବା କରନ୍ତି, ତାଙ୍କର ଯୁବତୀମାନେ କିଭଳି ଧାଡ଼ିବନ୍ଧି ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଯାଆନ୍ତି, ସେହି କଥାକୁ ସେ ବର୍ଣ୍ଣନା କରି କହୁଛନ୍ତି ଯେ ମେଘ ତୋର ଯଦି ଭାଗ୍ୟରେ ଥାଏ ତାହେଲେ ତ ନିଶ୍ଚିତ ଏମାନଙ୍କ ଆଖିରେ ପଡ଼ିବ। ଅଗ୍ରସର ନବଯୁବକମାନଙ୍କର ବେଣୁସ୍ୱରର ଅନୁକୃତିରେ ଲଳନା କଣ୍ଠର ଐକତାନିକ ଲଳିତ ସ୍ୱରରେ ବନଭୂମିକୁ ଭସାଇ ଏମାନେ ନିର୍ଝର ପରି ଗତି କରି ଚାଲୁଥିବେ। ଏଇ ଯେଉଁ ଆଦିବାସୀ ଲଳନାମାନେ ସେମାନେ ସମସ୍ତେ ଝରଣା ଭଳିଆ ଗତି କରି ଚାଲୁଥିବେ ତାଙ୍କର ଏକ ଲଳିତ ସ୍ୱରରେ ଗୀତ ଗାଇ ଗାଇ। ତୁ ନବଘନ ତୁ ଦେଖି ଜାଣିବୁ ଯେ ଏଇ ନରୀମାନେ ରାଜହଂସୀଠାରୁ ଗତି ଚୋରି କରିନାହାନ୍ତି। ସେ କହୁଛନ୍ତି ଏଇ ଯେଉଁ ନାରୀମାନେ ଯେଉଁମାନେ ଆଦିବାସୀ ବା ରମଣୀମାନେ ଯେଉଁମାନେ ଯାଉଛନ୍ତି ସେମାନେ ରାଜହଂସୀଠାରୁ ଚୋରି କରିନାହାନ୍ତି, ତାଙ୍କର ଗତି ଚୋରି କରିନାହାନ୍ତି, ବରଂ ସେମାନେ ମଦାଳସା ମାତଙ୍ଗିନୀ ପରି ଚାଲନ୍ତି ନାହିଁ। ମାତଙ୍ଗିନୀ କହିଲେ ଯେ ମାତଙ୍ଗ କହିଲେ ହେଉଛି ହସ୍ତି ଭଳିଆ ସେମାନେ ଚାଲନ୍ତି ନାହିଁ, ମାତଙ୍ଗିନୀ ପରି ଚାଲନ୍ତି ନାହିଁ କିମ୍ବା କୁସୁମ କୋମଳ ପଦରେ ଅଲକ୍ତକ ବୋଳନ୍ତି। ଅଲକ୍ତକ କହିଲେ ଅଳତା, ସେମାନେ ପାଦରେ ଅଳତା ବୋଳନ୍ତି ନାହିଁ। ସେମାନେ କିମ୍ବା ଜବାଧରରେ ରକ୍ତ ରାଗ ରଞ୍ଜନ ନାହିଁ କିମ୍ବା ତାଙ୍କର ଓଠରେ ସେମାନେ ଏଇ ଯେଉଁ ଆଜିକାଲି ଯେମିତି ସବୁ ଲିପଷ୍ଟିକ୍ ଲଗାଉଛନ୍ତି ଓଠରେ ତାହା ସେମିତି ଲଗାନ୍ତି ନାହିଁ। ସୁସ୍ଥ ସବଳ ସୁବଳିତ ତରୁଲତାରେ ବନପୁଷ୍ପ ଆଭା ଗ୍ରହଣ ଶୋଭା ଧାରଣ କରି ଏମାନେ ସଂକୀର୍ଣ୍ଣ ବନ୍ଧୁର କର୍କଶ ଉରଗ କୁଟିଳ ଗିରିପଥକୁ ହାସ୍ୟ ଓ ସଙ୍ଗୀତରେ ମୁଖର କରି ନିର୍ଝରିଣୀ ପରି ଗତି କରନ୍ତି। ସେ କହୁଛନ୍ତି ଏମାନଙ୍କର ଚାଲି ସ୍ୱତନ୍ତ୍ର, ଏମାନେ ବନ ପୁଷ୍ପଲତା ନିଜ ଶରୀରକୁ ଆଭୂଷଣ କରନ୍ତି, ଏମାନେ ନିଜକୁ ସଜାନ୍ତି ବଣରୁ ବିଭିନ୍ନ ଫୁଲ ଫଳ ସଂଗ୍ରହ କରି ଫୁଲରେ ସଜାନ୍ତି ଶରୀରକୁ। ଏମାନେ କୌଣସି ଅନ୍ୟାନ୍ୟ ଦ୍ରବ୍ୟ ବ୍ୟବହାର କରନ୍ତି ନାହିଁ ଏବଂ ଯେଭଳି ଝରଣା ଗତି କରି ଚାଲେ ଠିକ୍ ସେମିତି ଚାଲନ୍ତି। ଏମାନେ ଉରଗ କୁଟିଳ ଗିରିପଥ ତା ସାପ ଭଳିଆ ଅଙ୍କାବଙ୍କା ଗିରିପଥରେ ଏମାନେ ବେଶ ସୁନ୍ଦର ଭାବରେ ତାହାକୁ ଅତିକ୍ରମ କରିପାରନ୍ତି। ସଂକୀର୍ଣ୍ଣ ବନ୍ଧୁର କର୍କଶ ଗିରିପଥରେ ଚାଲିବାରେ ଏମାନଙ୍କର କୌଣସି ଅସୁବିଧା ହୁଏ ନାହିଁ। ବାରିବାହ ଏ ସମସ୍ତେ ତୋର ବାନ୍ଧବୀ, ତୋର ଗୁରୁଗମ୍ଭୀର ଗର୍ଜନରେ ଭିତା ହୋଇ ଏମାନେ ଆଲିଙ୍ଗନ ପାଇଁ ପୁରୁଷ ପାଖକୁ ପଳାନ୍ତି ନାହିଁ। ତୁ ଯେଉଁ ଗୁରୁ ଗର୍ଜନ କରିକି ଯିବୁ, ଗର୍ଜନ ତର୍ଜନ କରି ଯେଉଁ ମେଘ ଯିବୁ, ସେତେବେଳେ ଏମାନେ ଭୟଭୀତ ହୋଇ କୌଣସି ପୁରୁଷ ପାଖକୁ ସେମାନେ ଯିବେ ନାହିଁ। ଅବିରତ ବୃଷ୍ଟିପାତ ମଧ୍ୟରେ ବନସ୍ପତି ପରି ରହି ଶସ୍ୟ କ୍ଷେତ୍ରରେ କର୍ମରତ ରହନ୍ତି। ଏମାନେ ସବୁବେଳେ ଶସ୍ୟ କ୍ଷେତ୍ରରେ କାମ କରନ୍ତି, ଏମାନେ କାହାକୁ ଭୟ କରନ୍ତି ନାହିଁ। ଏଣୁ ତୁ ଅତି ପରିଚିତ ପରି ଏମାନଙ୍କ ପାଖକୁ ଗତି କରିବୁ, ନଚେତ୍ ତୋତେ ଅପରିଚିତ ବୋଲି ଜାଣିଲେ ଉଚ୍ଚ ହାସ୍ୟରେ ଏମାନେ ବନଭୂମି କମ୍ପାଇ ଦେବେ। ସାଧାରଣତଃ ଆଦିବାସୀ ରମଣୀମାନେ ଭାରି ସରଳ, ତେଣୁ ସେମାନେ ସେ ପ୍ରାବନ୍ଧିକ କହୁଛନ୍ତି ସେମାନଙ୍କ ପାଖକୁ ପରିଚିତ ହୋଇଗଲେ ସେମାନେ ଆଦର ଯତ୍ନରେ ଗ୍ରହଣ କରିବେ। ମାତ୍ର ଯଦି ଅପରିଚିତ ଭାବରେ ଗୁରୁଗର୍ଜନ କରିଯିବ ତାହେଲେ ସେମାନେ ଅଟହାସ୍ୟ କରି ନାପସନ୍ଦ କରି ବା ସେମାନେ ତାଚଲ୍ୟରେ ହସିକି ଉଡ଼େଇ ଦେବେ। ଜଳଦ ତୁ କ'ଣ ଜାଣୁନାହୁଁ ଯେ ଏଇ ବନବାସୀମାନେ ତୋ ଛଡ଼ା ଆଉ କାହାରି ଅନୁଗ୍ରହ ଲୋଡ଼ନ୍ତି ନାହିଁ କିମ୍ବା ନିଅନ୍ତି ନାହିଁ। ଏମାନେ ବେଶ ସ୍ୱାବଲମ୍ବୀ, ଏହି ବନବାସୀମାନେ ବେଶ ସ୍ୱାବଲମ୍ବୀ, ସେମାନେ କାହାର ଅନୁଗ୍ରହ ଲୋଡ଼ନ୍ତି ନାହିଁ, କାହାର ସାହାଯ୍ୟ ଲୋଡ଼ନ୍ତି ନାହିଁ। ସେମାନେ ସ୍ୱଦାର୍ଜିତ ଧନରେ ନିଜର ଉଦର ପୋଷଣ କରନ୍ତି। ନିଜେ ଅର୍ଜିତ ସମ୍ପତ୍ତିରେ ସେମାନେ କ'ଣ କରନ୍ତି ନା ଖାଦ୍ୟ ଗ୍ରହଣ କରନ୍ତି ଏବଂ ନିଜ ପେଟ ପୋଷନ୍ତି। ସୁନ୍ଦର ସ୍ୱାସ୍ଥ୍ୟ ନିର୍ମଳ ମନ ମାନବ ଜୀବନର ପରମ କାମ୍ୟ ନୁହେଁ କି?
जदि जगतरू केबे तस्करता लोप पाए तेबे मानविकता शिक्षा सभ्य समाज पाखक निश्चय आसो। प्राबंधिक कहते एमाने बेस सभ्य से शिक्षित एम पाखे मानविकता गुण रही। जदि तस्करता लोप पाई जाए और लोक मैंने कहीं चाहती जे मानविकता कौन ता शिक्षा करने को चाहिए तेज लोक मैंने निश्चित एम पाखक आसवे, कारण एम मानविकतार भरपूर। तेणु एम निराश नक अविरत बारीपात्र वनभूमि को श्यामल और उज्जवल करदेबू। तोर कृपारे शाड़ी क्षेत्र में नव नीलिमा खेली बुलू, अर्थात से जो शाल बन शाड़ी क्षेत्र शाल परिपूर्ण शाल विभिन्न शाल वृक्ष परिपूर्ण मयूरभंजर जो शिमिलीपाल अंचल से अंचल जो आदिवासी रमणी मैंने कृषि कार्य करूँ तोर जल प्रदान करूँ जहाँफल नव नीलिमार से अंचल खेली बुल। जो धान क्षेत्र में झाऊली पड़ी ताकि शशि श्यामल आई उठब सबुजश्री विमणित हो। क्रीड़ारत निर्झरिणी गिरिदरी क्रीड़ारत वत्स्य तरी परी नाची उठब से मन जमी तापर तू वर्षा है निर्झरिणी तार झरणा झरणा जमी बाछुरी वत्स्य तरी अर्थात बाछुरी जमी डिया को आम ठीक सेमती झरणा पहाड़ देहर डेई पड़। भंज नृप पालित कलापीर केकारे वनभूमि पूर्ण हम। भंज नृप माने भंज नृप नरपति द्वारा पालित मयूरी एवं मयूर तांकर नृत्य से अंचल वनभूमि परिपूर्ण हो उठब। वन्य ज्योतिर परिमल वनभूमि आमोदित हो। वन्य ज्योति बणुआ जुई फूलर जो सुंदर सुगंधरे से अंचल परिपूर्ण हो। वर्षा आसिले जुई फूल फुटे, तेणु जुई फूल फुटिले से अंचल तार सुगंधरे परिपूर्ण हो उठब। कदम्ब पुलक कटनकित हो उठे जान वर्षा आसिले कदम्ब फूल ही फुटे, तेणु कदम्ब फूल ही चारिड़े फुटब। और कृष्णचूड़ा निज तनु को देखी नवतरुणी परी लज्जारुण हो फुटब। कृष्णचूड़ा फूल से नव निजर रूप देखिक से लज्जित हो। तोर अनुग्रह एत विभव तू कौन देखा चाहूना। प्राबंधिक मेघू कहते जे तोर अनुग्रह कले एत सब परिवर्तन हम। जो उत्कल जलाभाव जनित कष्ट होइछि, जो उत्कल कृषि क्षेत्र में जलाभाव जनित दुखर कृषक मैंने म्रियमाण हो पड़ती। आदिवासी तरुणी मैंने से कृषि क्षेत्र अवस्था देखिक मन मन दुख पाँच से तोर आगमन अत्यंत रोमांचित हे, आनंदित हे, तोते प्रफुल्लित हो अनेक कृतज्ञता जनइबे। तेणु हे बारीभाव तू ये सबू पाइबापी हेले समस्त सम्मान समस्त आदर पाइबाकू हेले समस्त निकट में जा पहुँचीजु। तेणु पुष्पपुर तोर कार्य सारी उत्कलर ये प्रथमे जाई से शाड़ी क्षेत्र अर्थात मयूरभंज अंचल में पहुँची से आदिवासी मानकर इच्छा पूरण करूँ। तेरे पिलाने आज आम ये पढ़िले एबे परवर्ती पर्यायर पुणी आम आलोचना करवा। सेतेबेले जाए तुम मैंने ये विषय को भल भाव पढ़ अनुध्यान कर। जदि कौन शब्द बा कौन विषय बुझीपार था तेज तुम निश्चय पचार। मु आशा करुँची तुम मैंने जेहेतु समस्ते भल पिला पाठरे बेस प्रवीण बेस आगुआ, तेणु तुम मैंने निश्चित भाव में पाठ ये प्रबंधटी को पढ़ी बुझी हृदयंगम करी तार जो सारमर्म को ग्रहण कर। धन्यवाद।